ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେ ସାମୁଏଲ ଭବିଷ୍ୟତ ବକ୍ତାଙ୍କର କବରକୁ ଦେଖିବା ପାଇଁ ଯାଉଛୁ। ସାମୁଏଲ ଭବିଷ୍ୟତ ବକ୍ତା ବାଇବେଲର ଜଣେ ବହୁତ ବଡ଼ ଭବିଷ୍ୟତ ବକ୍ତା ଥିଲେ, ଆଉ ଯିଏକି ସାଉଲଙ୍କୁ କ'ଣ କରିଥିଲେ, ଅଭିଷେକ କରିଥିଲେ। ଦାଉଦଙ୍କୁ ମଧ୍ୟ ଅଭିଷେକ କରିଥିଲେ। ଆଉ ସେଇଭଳି ଜଣେ ଭବିଷ୍ୟତ ବକ୍ତାଙ୍କର ଯେତେବେଳେ ମୃତ୍ୟୁ ହେଉଛି, ସେତେବେଳେ ତାଙ୍କୁ କବର ଦିଆହେଉଛି। ଆଉ ସେ କବର ଆଜି ଯାଏଁ ଅଛି। ଆଉ ଏଇସବୁ ବିଷୟର ପ୍ରମାଣ ମିଳେ ବାଇବେଲ ହେଉଛି ଏକ ସତ୍ୟ ପୁସ୍ତକ ଅଟେ। ଆଉ ବାଇବେଲ ସତ୍ୟ ପୁସ୍ତକ ଏବଂ ଜୀବନ୍ତ ପରମେଶ୍ୱରଙ୍କର ବାକ୍ୟ ଅଟେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେମାନେ ଦେଖିବା ସାମୁଏଲଙ୍କର କବର କେଉଁଠି ଅଛି। ଆଉ ପ୍ରକୃତରେ ସାମୁଏଲ ନାମକ ଜଣେ ବ୍ୟକ୍ତି ଥିଲେ କି ନାହିଁ, ତାହା ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଲେଖା ଅଛି। ତାଙ୍କର ମୃତ୍ୟୁ ହେଲା ବୋଲି ଲେଖା ଅଛି। ତାଙ୍କୁ କେଉଁଠି କବର ଦିଆଗଲା ସେ ଜାଗା ମଧ୍ୟ ଲେଖା ଅଛି। ତେବେ ଏକ୍ଜାକ୍ଟଲି ଆମେ ସେହି ଜାଗାକୁ ଆମେ ଦେଖିବା ପାଇଁ ଯାଉଛୁ, ଯେଉଁ ଜାଗାରେ ସାମୁଏଲ ଭବିଷ୍ୟତ ବକ୍ତାଙ୍କର କବର ଅଛି। ତେବେ ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଲେଖା ଅଛି ନବୀ ସାମୁଏଲ ବା ସାମୁଏଲଙ୍କ କବର ତିନୋଟି ଭାଷାରେ ଲିଖିତ ଅଛି, ହିବ୍ରୁ, ଉର୍ଦ୍ଦୁ ଏବଂ ଇଂରାଜୀ ଅକ୍ଷର, କିନ୍ତୁ ଭାଷା ହେଉଛି ଉର୍ଦ୍ଦୁ ଭାଷା। ନବୀ ସାମୁଏଲ ବା ହିନ୍ଦୀରେ ବି ନବୀ ବୋଲି କୁହାଯାଏ। ତେବେ ଏଠାରେ ପ୍ରିୟ ବନ୍ଧୁଗଣ ତିନୋଟି ଯାକ ଭାଷାରେ ଲିଖିତ ଅଛି। କାହିଁକି? ଯେହେତୁ ତିନି ପ୍ରକାର ଭାଷାବାଦୀ ଲୋକମାନେ ଇସ୍ରାଏଲ ଦେଶରେ ବାସ କରନ୍ତି। ଜିହୁଦୀ ଲୋକ, ମୁସଲିମ ଲୋକ ଏବଂ ଖ୍ରୀଷ୍ଟିଆନ ଲୋକ। ଜିହୁଦୀମାନଙ୍କର ଭାଷା ହେଉଛି ହିବ୍ରୁ ଭାଷା, ମୁସଲମାନମାନଙ୍କର ଉର୍ଦ୍ଦୁ ଆଉ ଇଂଲିଶ ଭାଷା ସମସ୍ତଙ୍କ ପାଇଁ। ଆଉ ଇସ୍ରାଏଲ ଦେଶରେ ଇଂରାଜୀ ଲୋକମାନେ ବି ବାସ କରନ୍ତି। ସେଥିପାଇଁ ସମସ୍ତେ ଯେପରି ବୁଝିପାରିବେ ସେଥି ନିମନ୍ତେ ତିନି ପ୍ରକାର ଭାଷାକୁ ପ୍ରୟୋଗ କରାଯାଏ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆପଣମାନେ ଦେଖୁଥାନ୍ତୁ, କାରଣ ଅଳ୍ପ ସମୟ ପରେ ଆମେମାନେ ସାମୁଏଲଙ୍କର କବରକୁ ଆମେମାନେ ଦେଖିବା, କେଉଁଠି ତାଙ୍କୁ କବର ଦିଆହେଇଛି। ଯଦି ଆପଣଙ୍କ ପାଖରେ ବାଇବେଲ ଅଛି, ତେବେ ମୋ ସହିତ ଖୋଲନ୍ତୁ ପ୍ରଥମ ସାମୁଏଲ 25 ପର୍ବ, ତା'ର 1 ପଦ। ଏଠାରେ ସାମୁଏଲଙ୍କର ମୃତ୍ୟୁ ବିଷୟ ଲେଖା ଅଛି। ପ୍ରଥମ ସାମୁଏଲ 25 ପର୍ବର 1 ପଦ। ଅନନ୍ତର ସାମୁଏଲ ମଲେ, ତହୁଁ ସମୁଦାୟ ଇସ୍ରାଏଲ ଏକତ୍ର ହୋଇ ତାଙ୍କ ପାଇଁ ବିଳାପ କଲେ ଓ ରାମାସ୍ଥିତ ତାଙ୍କର ଗୃହରେ ତାଙ୍କୁ କବର ଦେଲେ। ପୁଣି ଦାଉଦ ଉଠି ପାରଣ ପ୍ରାନ୍ତକୁ ଗଲେ। ଏହି ଅଞ୍ଚଳ ହେଉଛି ରାମା ଅଞ୍ଚଳ। ରାମା ବୋଲି ଗୋଟିଏ ଜାଗା ଥିଲା, ଯେଉଁଟାକି ସାମୁଏଲଙ୍କର ଗାଁ ବା ତାଙ୍କର ନଗର। ଏବଂ ଯେଉଁ ଜାଗାରେ କବର ଅଛି ସେଇଟା ହେଉଛି ସାମୁଏଲଙ୍କର ଘର। ଭବିଷ୍ୟତ ବକ୍ତା ସାମୁଏଲଙ୍କର ନିଜ ଘର। କିନ୍ତୁ ପ୍ରିୟ ବନ୍ଧୁଗଣ, ସାମୁଏଲ ଯେଉଁଠି ବାସ କରୁଥିଲେ ସେଇଠି ତାଙ୍କର କବର ଅଛି। ବର୍ତ୍ତମାନ ସେଇ କବର ଉପରେ ଏକ ବହୁତ ବଡ଼ ବିଲ୍ଡିଂ ଅଛି ବା ଏକ କୋଠା ଘର ନିର୍ମାଣ କରାଯାଇଛି, ବିଶାଳକାୟ ଘର। ଆଉ ଏ ନଗର ନାଁ ହେଉଛି ରାମାନଗର। ରାମା, ଯାହା ଆପଣ ଦେଖୁଛନ୍ତି। ଆଉ ଏ ଦେଶ କ'ଣ? ଦେଶ ହେଉଛି ଇସ୍ରାଏଲ ଦେଶ। ରାମାନଗର ଇଏ ହେଉଛି ତାଙ୍କର ନିଜର ଜନ୍ମସ୍ଥାନ। ଏଇଟା ହେଉଛି ସାମୁଏଲଙ୍କର ଜନ୍ମସ୍ଥାନ, ଯେଉଁଟା ଆପଣ ବର୍ତ୍ତମାନ ଦେଖୁଛନ୍ତି। ଆଗକାଳରେ ଏହି ସ୍ଥାନରେ ଆହୁରି ଅନେକ ଘର ଗୁଡ଼ିକ ମଧ୍ୟ ଥିଲା, ଯାହାକି ବର୍ତ୍ତମାନ ନାହିଁ, ଭାଙ୍ଗି ଯାଇଛି। କିନ୍ତୁ ସେଇ ଜାଗା ଯେମିତିକୁ ସେମିତି ଅଛି। ଜାଗା କେବେ ପରିବର୍ତ୍ତନ ହେବ ନାହିଁ। ହୁଏତ ଘର ଦ୍ୱାର ରହିବ ନାହିଁ,
କିନ୍ତୁ ଜାଗାର କେବେ ପରିବର୍ତ୍ତନ ହେବ ନାହିଁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ସାମୁଏଲଙ୍କର କବର କେଉଁଠି ଅଛି? ଏଇଟା ହେଉଛି ସାମୁଏଲଙ୍କର ଗୃହ ବା ସାମୁଏଲଙ୍କର ଘର। ଆଉ ଏଇ ଘର ଭିତରେ ରହିଅଛି ସାମୁଏଲଙ୍କର କବର ରହିଅଛି। ତେବେ ପ୍ରିୟ ବନ୍ଧୁଗଣ, ଏଇ ଜାଗାରେ ସାମୁଏଲଙ୍କର ଆଉ ଇଏ ହେଉଛି ସାମୁଏଲଙ୍କର ଗାଁ। ଆଉ ଏଇ ଜାଗାରେ ଅନେକ ଗୃହ ଗୁଡ଼ିକ ଥିଲା ବା ଘର ଗୁଡ଼ିକ ଥିଲା। ଆଉ ଏଇ ଜାଗା ବିଷୟରେ କିଛିଟା ବର୍ଣ୍ଣନା କରାଯାଇଛି ବୋର୍ଡ଼ ମାଧ୍ୟମରେ, କିଛି ଲେଖା ମାଧ୍ୟମରେ। କିନ୍ତୁ ପ୍ରିୟ ବନ୍ଧୁଗଣ, ଏ ସ୍ଥାନକୁ ନ ଗଲା ପର୍ଯ୍ୟନ୍ତ ଏ ସ୍ଥାନ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣି ହୁଏ ନାହିଁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ସାମୁଏଲ ଜଣେ ବହୁତ ବଡ଼ ଭବିଷ୍ୟତ ବକ୍ତା ଥିଲେ। ଆପଣ ଜାଣିଛନ୍ତି, ଯିଏକି ସାଉଲଙ୍କୁ ଅଭିଷେକ କରିଥିଲେ, ତାପରେ ଦାଉଦଙ୍କୁ ଅଭିଷେକ କରିଥିଲେ। ଇସ୍ରାଏଲର ଲୋକମାନଙ୍କୁ କ'ଣ ଜଣାଇବା ଦରକାର ତାହା ପରମେଶ୍ୱର ସାମୁଏଲଙ୍କ ମାଧ୍ୟମରେ ଜଣାଉଥିଲେ। ଆଉ ସାଉଲଙ୍କୁ ଯେତେବେଳେ ପରମେଶ୍ୱର ପରିତ୍ୟାଗ କଲେ, ସେତେବେଳେ ପରମେଶ୍ୱର ଏହି ସାମୁଏଲଙ୍କୁ କହିଥିଲେ, ଆଉ ଆମେ ଏକ ରାଜାକୁ ବାଛିଅଛୁ, ଆଉ ଆମେ ସାଉଲଙ୍କୁ ପରିତ୍ୟାଗ କରିଅଛୁ, କାରଣ ସେ ଆମର ଆଦେଶକୁ ପାଳନ କଲା ନାହିଁ। ତାପରେ ସାମୁଏଲ ଦାଉଦଙ୍କୁ ଅଭିଷେକ କଲେ, ଯିଏକି ଯିଶିଙ୍କର ପୁତ୍ର ଥିଲେ, ସବୁଠାରୁ ସାନ ପୁତ୍ର। ତାଙ୍କ ମସ୍ତକରେ ତୈଳ ଢାଳି ତାଙ୍କୁ ଅଭିଷେକ କଲେ। ସେହିଦିନ ଠାରୁ ପରମେଶ୍ୱରଙ୍କର ଆତ୍ମା ଦାଉଦଙ୍କ ସହିତ ସଦାସର୍ବଦା ରହିଲେ। ତାଙ୍କୁ ସମସ୍ତ ବିପଦ ଆପଦରୁ ଉଦ୍ଧାର କଲେ, ତାଙ୍କୁ ରକ୍ଷା କଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଆମେ ଦେଖୁ, ଆଉ ଦ୍ୱିତୀୟ ସାମୁଏଲରେ ଆମେ ଦେଖୁ ସେ କିପରି ଇସ୍ରାଏଲର ରାଜା ହେଲେ। କିଏ? ଦାଉଦ। ତେବେ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ସାମୁଏଲଙ୍କର କବର, ଯେଉଁଟା ଆପଣ ଦେଖୁଛନ୍ତି ଦ ଟମ୍। ଟିକେ ଦେଖି ନିଅନ୍ତୁ ଏକ୍ଜାକ୍ଟଲି ଏଇଟା କୌଣସି ମାନେ ମିଛ ନୁହେଁ। ମୁଁ ଆପଣଙ୍କୁ ସଠିକ୍ ଜାଗା ଦେଖାଉଅଛି, ସଠିକ୍ ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ ଜଣାଇ ଦେବା ପାଇଁ ଚାହେଁ। ଇଏ ହେଉଛି ଏକ୍ଜାକ୍ଟଲି ସେଇ କବର, ଆଉ ଇଏ ହେଉଛି ସେଇ ସାମୁଏଲଙ୍କର କବର। ଟିକେ ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଏଇ ଭିତରେ ସାମୁଏଲଙ୍କୁ କ'ଣ କରାଯାଇଥିଲା? ତାଙ୍କୁ କବର ଦିଆଯାଇଥିଲା। ସେ ଯେତେବେଳେ ମୃତ୍ୟୁବରଣ କଲେ, ତାଙ୍କୁ ଏଇ ସ୍ଥାନରେ କବର ଦିଆଗଲା। ଆଉ ଇଏ ହେଉଛି ତାଙ୍କର ଘର, ନିଜର ଘର। ବର୍ତ୍ତମାନ ତା ଉପରେ ଦେଖନ୍ତୁ କେତେ ବଡ଼ ବିଲ୍ଡିଂ ତିଆରି ହେଇଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆପଣମାନେ ସାମୁଏଲଙ୍କର କବରକୁ ଦେଖିଲେ। ଆଉ ଭିଡ଼ିଓ ଆପଣଙ୍କୁ କିପରି ଲାଗିଲା କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ଆଉ ଯଦି ପ୍ରଥମ ଥର ପାଇଁ ଆପଣ ଏହି ଚ୍ୟାନେଲକୁ ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଯଦି ଆପଣ ଏହି ପ୍ରକାର ଭିଡ଼ିଓ ଆଗାମୀ ଦିନମାନଙ୍କରେ ଆହୁରି ଦେଖିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଆଉ ଏହି ଚ୍ୟାନେଲ ସହିତ କନେକ୍ଟେଡ଼ ରୁହନ୍ତୁ ପ୍ରିୟ ବନ୍ଧୁଗଣ, କାରଣ ଏହି ଚ୍ୟାନେଲରେ ଆପଣଙ୍କୁ ବିଭିନ୍ନ ଭେରାଇଟି ଭିଡ଼ିଓ ଆପଣଙ୍କୁ ମିଳିବ। ବାଇବେଲ ନ୍ୟୁଜ୍, ବାଇବଲ ଷ୍ଟଡ଼ି, ତାପରେ ଖ୍ରୀଷ୍ଟିଆନ ଭ୍ଲଗ୍ ସହିତ ବାଇବେଲ ରିଲେଟେଡ଼ ଜାଗା ଗୁଡ଼ିକ ମଧ୍ୟ ଦେଖିବା ପାଇଁ ଆପଣଙ୍କୁ ମିଳିବ। ମୋର ଚ୍ୟାନେଲରେ କେବଳ ଏଇ ଗୋଟିଏ ଭିଡ଼ିଓ ନୁହେଁ, ବାଇବେଲ ରିଲେଟେଡ଼ ଯେତେ ବି ଜାଗା ଅଛି, ଅନେକ ଭିଡ଼ିଓ ମୋର ଚ୍ୟାନେଲରେ ରହିଛି। ଆପଣ ଚ୍ୟାନେଲକୁ ଯାଇକି ଆପଣ ନିଶ୍ଚିନ୍ତ ଭାବରେ ଦେଖିପାରିବେ। ତେବେ ପ୍ରିୟ ବନ୍ଧୁଗଣ, ଆଉ ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରନ୍ତୁ। ଆଉ ଭିଡ଼ିଓକୁ ସେୟାର କରନ୍ତୁ, ବିଶେଷ କରିକି। ଆଉ ଭିଡ଼ିଓକୁ ଆପଣ ସେଇମାନଙ୍କୁ ସେୟାର କରନ୍ତୁ ଯେଉଁମାନେ ପ୍ରକୃତରେ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରୁଥିବେ। କେବଳ ସେଇମାନଙ୍କୁ ଆପଣ ଭିଡ଼ିଓକୁ ସେୟାର କରନ୍ତୁ।
ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସମସ୍ତ ନମସ୍କାର, ପୁଣି ଭେଟ ହେବ ଆଉ ଗୋଟେ ଭିଡ଼ିଓରେ। ଧନ୍ୟବାଦ।